ସକାଳୁ ଉଠିକି ଆସିଥିଲି ଭାଉଜ ବନେଇଥିଲେ ତାଙ୍କର ଆଜି ମଙ୍ଗଳବାର ତ ପୂଜା କରିବ କଦଳୀ ଫୁଲ ଧରିକି ଯାଉଛି ଏବେ ଧରି ଗଲେ ସେ ପୂଜା କରି ଆଉ 9ଟା ବାଜିଲାନି ଶୋଇକି ପଡ଼ିଥିଲି ଲେଟ୍ ଉଠିକି ଆଇଲି ଆଉ ଫୁଲ ଧରିକି ଯାଉଛି ଏବେ ମଣ୍ଡା ଫୁଲଟା ମଣ୍ଡା ଦଉନ ମଣ୍ଡା ରହିଲି ଏବେ ଯିବା ଆଉ ଗଲେ ଭାଗ ପୂଜା କରିବା କଦଳୀ ଧରିକି ଯାଉଛୁ ଗଲେ ପୂଜା ହବ ଆଉ କଦଳୀ ଧରିକି ଯାଉଛୁ ଗଲେ ପୂଜା ହବ ଆଉ କେତେ ଚୂଡ଼ା ଆଣିଛୁ ଅଳ୍ପ ଦିଟା ଏତେ ଚୂଡ଼ା ପଖାଳ ଖାଇବିନି ଚୂଡ଼ା ଖାଇକି ଯିବି ନା କ'ଣ ତୁ ଖାଇବୁ ଚୂଡ଼ା ଦୁଇ ଜଣ ଚୂଡ଼ା ଚାଲ 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 ମୁଁ ତୁ ଚୂଡ଼ା ଖାଇବୁ ହେ ଦେଇ ମୁଁ ତ ଚୂଡ଼ା ଖାଇ କାମକୁ ଯିବି ତୁ କ'ଣ ଚୂଡ଼ା ଖାଇ କ'ଣ କରିବୁ ରୋଷେଇ କରିବୁ କ'ଣ ମାମା ମାମା ଦହି ରଖିଛି ଦେଖ ମାମା ଦେଖି ଦହି ଚୂଡ଼ା କ'ଣ କରୁଛି ଛିଡ଼ା ହଁ କ'ଣ କହୁଛୁ କ'ଣ କହୁଛୁ ହଁ ହେ ମାମା ଦେଖ ଚୂଡ଼ା ବିସ୍କୁଟ ପକାଉଛି ତୁ ଖାଇବୁ ହେ ମାମା ଚୂଡ଼ା ବିସ୍କୁଟ ଖାଇବୁ ଆଉ ଦେଲୁ ଖାଇବ ବିସ୍କୁଟ ନେ ଆଉ କେଉଁଟା ଚିବୁ ସେଇଠି ଯା ଏଇ କାନ୍ଥରେ ଛାଡ଼ିଦେ ଏଇ ଛାଡ଼ୁନି ଏ ସବୁ ପକେଇବ ସବୁ ଯା ସେ କାନ୍ଥୁ ପଥର ଧରିବ ଏ ମାରିଥିଲୁ ମାମାକୁ ରଖିଦେ ଥାଉ ବାଜିବ କହୁଛି ତତେ ମାରିଥିଲା କାଲି ଓଜନ କରୁନୁ ଭାଗ ବାଣ୍ଟ କରୁଛୁ ନା କ'ଣ ଲେଟ୍ ହେଲା ମୁଁ ଖାଇକି ଯାଏ ଲେଟ୍ ହେଇଯାଉଛି ତମର ହେଇଯାଉ ଲେଟ୍ ଯାଇଥିଲ ଆଉ ଲେଟ୍ ହଉନି ଚୂଡ଼ା ଚିନି ଦହିବରା ଚୂଡ଼ା ସକାଳୁ ଖାଇଯିବୁ ପୁରା ପେଟ ଥଣ୍ଡା ରହୁଛି ତୋର କ'ଣ ବିସ୍କୁଟ ପକେଇଛି ମୋର ବିସ୍କୁଟ ପକେଇନ କ'ଣ ପକେଇଦିଅ କ'ଣ ଲୁଚି ଯାଇଛି ଭିତରେ ସେଇଥିରୁ ଟିକେ ପକେଇ ଭଲ ଲାଗେ ନା ନା ପକେଇବି କୁଡ଼କୁଡ଼ ଲାଗେ ଦଉନ ଦେବି ଦୁଇଟା ଭଲ ନା ନା ମୁଁ ଖାଇବିନି ତୁ ଖାଇବୁ ଢାଳି ଯିବ ଚେରି ଖାଇବାନି ଏତେ ମିଲା ମାନେ ଦେଖାଯାଉଛି ଦେଖା ସେଠି ଅସନା ହେଇଯିବା ଆହିଁ ତାକୁ ବସେଇ ଯାଉ ଏମିତି ପଳେଆ ଇଆଡ଼େ ପଳେଆ ଖାଇବୁ ବସିକି ଛି ଦେଖିଲେ ମାତି ଲାଗୁଛି ସଫା କରୁନୁ ତୁ ପାଣି ପକା ସବୁ ପକା କରୁଛୁ ଏଠି ଏଠି ଆରେ ଆଗରୁ ତ ଅସନା କରିକି ରଖିଛୁ ମୁଁ କ'ଣ କରୁଛି ମୁଁ ତ ଆସିଲା ବେଳୁ ଏଇଟା ଅସନା ଏଇଠି ଖାଇବୁ ଆସି ଦେଖି ଏଇଠି ଗଗ ହେଇଛି ବସନା ପଳେଆ ଏମିତି କୁଆଡ଼େ ପଳେଆ ପଳେଆ ଛିଡ଼ା ନା ଏଠି ଅସନା ହେଇଛି ପଳେଆ ଝରକା କାହାକୁ ଦେଖୁଛୁ ପଳେଆ ମିକୁ ଦେଖୁଛି କାହାକୁ ତା ସ୍ତ୍ରୀ ଦେଖି ତୋର କ'ଣ ଗଲା ତା ସ୍ତ୍ରୀ ତୋର ବୋହୂ ହବନି ମୋ ଦିହ ସହିବନି ତ କିଛି ଦିବସ ହବନି ଭାଗ ହେଇଯିବ ନା ଭଲ ପାଇବାଟା ଭାଗ ହେଇଯାଉଛି ତୁ ମୋତେ ଭଲ ପାଇକି ପୁଣି ରହୁଛୁ କି ସେମିତି ସିଏ ତା ସ୍ତ୍ରୀ ଭଲ ପାଇକି ରହିବ ତା ଭାଗ ତ ଭାଗ ମୁଁ ଏବେ ତମକୁ ଭଲ ପାଇକି ବାହା ହେଇଛି ବୋଲି ଯାହେଲେ ତମ ବୋଉର ଭଲ ପାଇବା ଟିକେ ଭାଗ ହେଇଯାଇଥିବ ନା ସ୍ତ୍ରୀ ନ ଆସିଥିଲେ ଏକୁଟିଆ ମା ଭଲ ପାଇବା ତାକୁ ପାଇବ ସ୍ତ୍ରୀ ଆଇଲେ ମାଆର ଟିକେ କମିଯିବ ଆଉ କ'ଣ ଦହି ପକେଇଲି ଚିନି ପକା ବିସ୍କୁଟ ଦେ ମୁଁ ଘାଣ୍ଟି ଦେଲି ମୁଁ ଖାଇଦିଏ ଜଲ୍ଦି ହେଇଗଲା ମୋର ବାକି ଅଛି
ପତଳା ଚୁଡ଼ା କ'ଣ ପାଇଁ ଆଣିଛ କହିଲ ତମେ? ମୋଟା ଚୁଡ଼ା ତୁ ଖାଇବୁ? ମୋଟା ଚୁଡ଼ାଟା ଖାଇଲେ ଭଲ ନା, ପତଳାଟା ସାଙ୍ଗେ ସାଙ୍ଗେ ପୁରା ମିଶିଯିବ। ନାଇଁ ତୁ ଏଇ ପେନ୍ ନେ ନା, ମୋର ଗୋଟେ ପେନ୍ ନଷ୍ଟ କଲୁ। ତୋର ସେଇ ପେନ୍ ନେବୁ। ତୋର ହେଇ ପେନ୍ଟା କୋଉଠି ପକେଇବୁ? ଚାଲୁ ଚାଲ ଚାରି ଚାରି ଧର ଠିଆ ହ ଛୁଲୁ ଠିଆ ହଉନୁ ଏଠି ବ ସେ କ'ଣ ମାଗୁଛି କ'ଣ? ଦଉ ତାଉ ଦେଇଦେ। ହେଇ ପେନ୍ଟା ନଷ୍ଟ କରିଦେବି, ଦେବିନି ପେନ୍ଟା। କୋଉ ପେନ୍ଟା? ନୂଆ ପେନ୍ଟା, ପୁଣା ପେନ୍ଟା ହେଇଠି ପଡ଼ିଛି, ଆଣିକି ଦେ ତାକୁ। ଏଇ ପେନ୍ ସେଇଠି ପେନ୍ ପଡ଼ିଛି ଦେ ତାକୁ। ଏଇଠି ଏଇଠି ପେନ୍ ଅଛି। ଏଇ ଟେବୁଲରେ ପଡ଼ିଥିଲା। ଏଇ ପେନ୍ ପଡ଼ିଛି ଏଇଠି। ଠିଆ ହ ତ ଧରେ ଦେ, ତାପରେ ଛିଡ଼ା କରିବି। ହେ ପେନ୍ ଦ ଠିଆ ହ ଠିଆ ହ ହେ ପେନ୍ ନଉନୁ। ତୁ ଯା ଖାଇବୁ, ଯା ପଳେଆ ପଳେଆ। ଆରେ ଆଉ ଗୋଟେ ପେନ୍ ନେ, ନଉନୁ ପେନ୍। ମାମା ପେନ୍ ନେଇକି ଯାଉଛି। ମୁଁ ଯାଏ ଖାଇକି, ତମ ଏଠି ଝଗଡ଼ା ରହିଲେ ଏଠି ମୋର କାମ ସରିବନି। ଆଇଁଷ ଆଜି ମଙ୍ଗଳବାର, ଆଇଁଷ ଖାଉଛୁ? ଶୁଖୁଆ ଖାଇବା ଇଏ ଗୋଟେ ଶୁଖୁଆ ଖାଇବା ବୋଲି ଜିଦି କରୁଛି। ତୁ କ'ଣ ଗୋଟେ କଟକ ରହିଛୁ, କଟକିଆ ଲୋକ, ଶୁଖୁଆ ଖାଇବୁ ତୁ ଗୋଟେ? ଗାଁ ଷ୍ଟାଇଲ୍ ଶୁଖୁଆ ଯା ଦେଖେ ବଜାର ଥିବ ସନ୍ଧ୍ୟା କାହିଁ ଖାଇବା। ଆଉ ମୁଁ କାମ କରିବା, ଜାଣିପାରୁ ତୁ ତା ଦେହ ପାଣି କେଁ କେଁ ହଉଛି। ଏ ତ ମାଛ ଯାକ ତ କର, ମୁଁ ଯାଉଛି, ତୋର କାମ ଅଛି। ମାଙ୍କଡ଼ ଆସିଲା, ମାଙ୍କଡ଼ ଆଜି ଯାଇଛନ୍ତି ଖାଇବାକୁ। ତୁ ଦେ ତୁ ଦେ। ହଁ ନା କାମୁଡ଼ିବନି, ବିସ୍କୁଟ୍ ଖାଉଛନ୍ତି। ନା ନା ସେ ଖାଇସାରନ୍ତି। ହଁ ଖାଲି କାମୁଡ଼ି ଦବ। ଆଉ ଗୋଟେ ବିସ୍କୁଟ୍ ଆଣିବୁ। ଯାଉନା ଆଣିବ। ଧନ ଯା ନା ଧନ ଯା ନା, ତା ପାଖକୁ ଛାଡ଼ନି କହୁଛି, ମାଙ୍କଡ଼ ପାଖକୁ। ଝୁଣି ଦବ, ଏଇଟା କେନ୍ତିଆ ଲୋକଟା ମ ଗୋଟେ। ତାକୁ ଛାଡ଼ି ଦିଅ, ଯାଉ କାମୁଡ଼ୁ, ଯାଉ ଛାଡ଼ି ଦିଅ। ହେଇ ଆଇଲା, ଦେଖିଲ? କହିଲେ ଶୁଣ କିଛି ନାହିଁ। ତମେ ତାକୁ ଜମା ଧରନି, ଥାଉ ସେ ଯାଉ, ତାକୁ ଆସୁ ଆମ୍ପୁଡ଼ିକି ଧରୁ ତାକୁ ଆମ୍ପୁଡ଼ିକି। ତାକୁ ଗୁରାଅନି, ସେ ପଡ଼ା ପଡ଼ି ହେଇଯିବ। ମାଙ୍କଡ଼ ତଡ଼ିଲେ ସେ ଦୌଡ଼ି ପାରିବନି, ଥାଉ। ହେ ସରିଗଲା ତା ଖାଇବା, ଦଉନ ତାକୁ। ଏଇ ଆଣିକି ଦଉନ, ତା ଖାଇବା ସରିଗଲା। ନେ 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 ପଳେଇଲାଣି, ତମେ ଆଣିଲା ବେଳକୁ। ନେ ଏଇ ପଳଉଛି, ଆଣୁନ ବେଗି। ଧନ ତୁ ଯା ନା, କାମୁଡ଼ି ଦବ। ଏଇ ସେ ଗୁରେଇ ମୁରେଇ ହେଇକି ପଡ଼ିବ, ତମେ ଗାମୁଛା ଖୋଲ କହୁଛି। ତାର ଗାମୁଛାଟା କାହିଁ ଗୁରେଇଛ? ଥାଉ ସେ ପଡ଼ୁ, ଛନ୍ଦି ହେଇକି ପଡ଼ୁ, ଜମେ ଜାଣିବ। ସେ ଦୌଡ଼ି ପାରିବନି, ତମେ ତାକୁ ବାନ୍ଧି ଗାମୁଛା। ଆଉ ପଳେଇଲା ଗୋଟେ। ହେପଟେ ଥିବେ। ଏପଟେ
ଧୀରେ ପଡ଼ିଯିବୁ। ଏପଟେ ନୁହଁ, ଏପଟେ ଥିବେ, ଏପଟେ ଆସୁନ, ଏଇ ପଣସ ଗଛ ପଟେ ଥିବେ, ଏପଟେ ଥିବେ, ଏପଟେ ଆସେ ଏଇଠି କୁତିବ ଗଗ ଏ ସେ ପଡ଼ିଯିବ। ତମେ ବାନ୍ଧନି, ଥାଉ ଗାମୁଛା ତମେ ବାନ୍ଧନି, ମୁଁ ତାକୁ ଦେଖାଉନି, ଥାଉ। ଏପଟେ ବାଗ ହେଉଛି ତ ମୁଁ ଜାଣିପାରୁନି। ହଁ ଏପଟେ ହିଁ ସେ ଥାଆନ୍ତି, ଏପଟେ ଥାଆନ୍ତି ପଣସ ଗଛରେ ସବୁ। ଡାକୁନ ବିସ୍କୁଟ ଦେଇକି। ଏପଟେ ଭଲ, ଏପଟେ ବଢ଼ିଆ କ୍ଲିଅର ଦେଖାଯାଉଛି, ସେଇଠି ଟୋଟାଲି ଦେଖାଯାଉନି ସେପଟେ। ସାଇଟ୍ ନା ତୁ ବିସ୍କୁଟ ନା ତୁ ଖାଇବୁ ନା ଦିଅ ନା ଚାଲେ। ମାଙ୍କଡ଼ ତ ଆଇଲା ଦୂରେଇକି ରହୁଛି, ମିକୁ ଭଳିଆ ପିଲା ସିଏ ବିସ୍କୁଟ ଦେଇ ଦେଉଛି ମାଙ୍କଡ଼। ତୁ ଡର ଲାଗୁ ତୋତେ ବିସ୍କୁଟ ଦେବାକୁ? ନା କହିଦେଲେ ତାହେଲେ ପଳେଇବା, ମାକୁ ପଳେଇଲେନି ବା। ତାକୁ ତମେ ଛାଡୁଛ ତା ପାଖକୁ, ତାକୁ ଛାଡିବା କଥା। କାମୁଡ଼ିକି କେତେ ହାତ ଖଣ୍ଡ କରିଦବ, ତମେ ଗେଲ ଛାଡ଼ିଯିବ। ହାତ ଖଣ୍ଡ କରିଦଉଛି। ହଁ ମାଙ୍କଡ଼ ପାଖକୁ ମାଙ୍କଡ଼ ମୋ ଜୀବନ ମାନେ ଆମର ଯୋଉ ପୋଷା ମାଙ୍କଡ଼ ରୁହେ ନାହାନ୍ତି, ମାଙ୍କଡ଼ ପଳେଇଲେ ବା। ସେଇଟା କିଛି ନାହିଁ, ପଳେଇଲେନି ସବୁ। ଏଇ ଯୋଉ ମାଙ୍କଡ଼ ବୁଲ ବାହାରେ ଯୋଉ ବନ୍ଧା ମାଙ୍କଡ଼ କିଛି ନାହିଁ, ଏଇ ଯୋଉ ବୁଲନ୍ତି ବାହାରେ ମାଙ୍କଡ଼ ଭାରି ଡର। କାହିଁ କହିଲ ମୁଁ ଥରେ ଯାଉଥିଲି ବାଟରେ ଚାଲିକି, ମତେ ଏମିତି ଗୋଡ଼େଇ ଥିଲେ ମାଙ୍କଡ଼ ଯେ ମୁଁ ହେଇଛି ମୋର ଡର ରହିଛି ଏଇଠି। ମତେ ଡର ମାଙ୍କଡ଼ ପଳେଇଲା, ମତେ ଖାଇବାକୁ ଏମିତି କଣ ଦେଖା ହଉଛି? ଆଉ ଟିକେ ତେଲ ପକେଇ ପୁଡ଼ି ପୁଡ଼ିଆ କରି ଭାଜିଲନି। ହେଲା ହେଲା ସିଏ ଆଣି ଗୋଟେ ବିସ୍କୁଟ ଭାତ ପକେଇ ଦେଇକି ପଳେଇଲାନି ଯେ ସେ ପୁରା ମେଲ୍ଟ ହେଇଲାନି। କ'ଣ ଇଏ ଭାତରେ ବିସ୍କୁଟ କ'ଣ ପକେଇଯିବ ଆଣିକି? ମାଡ଼ ଖାଇବୁ କି? ମାଡ଼ ଖାଇବୁ ମୋ ତୁ? ଚାଲ 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 ସିଆଡ଼େ। ମୁହଁ ବୁଡ଼େଇଲାନି, ଦେଖ ମୁହଁ ବୁଡ଼େଇକି ତୁ ଆଣି ପିଇଲା ଏଠି। ତୁ ଯା ଯା ମାମା, ତୁ ପିଆଜ ନେଇକି ଆସିଛ, ମୁଁ ଖାଇକି ଯିବି କାମ କରିବାକୁ ପଖାଳ। ଯା ଧରିକା ଖାଇକି ଯା କାମ କରିବାକୁ। ଲଙ୍କା ଜିରା ଗୁଣ୍ଡ ଲେମ୍ବୁ ଦେଇ ଦେ ଦେ ନା ଅଣ୍ଟାର କ'ଣ କହିଲ ଭଲ ହେଇଛି ସବୁ। ପିଆଜ ଲେମ୍ବୁ କାଟିଲୁ ହେଇଠି ନିଅ ସବୁ ପକେଇଦେଲେ ଭଲ ହେଇଛି, ତମେ କାହିଁ ତାକୁ ଦେ କହିଲ? ସବୁ ମିକୁ ସେ ଭାତ ଗୋଟେ ପକେଇ ଦେଇଛି ବିସ୍କୁଟ ସେ ମେଲ୍ଟ ହେଇଗଲା। ଆଉ ଦିଟା ନେଇକି ଯାଇଛି, ପକେଇଦବ ଦେଖ କୁଆଡ଼େ। ଧର ଲାଗୁ କଞ୍ଚା ଲଙ୍କା, କଞ୍ଚା ଲଙ୍କା ବି ଦରକାର। ଆଉ ଡବା ଉପରେ ଦେ, ଆଉ ଗୋଟେ ଦେ। କ'ଣ ଆଉଟା? କଞ୍ଚା ଲଙ୍କା ଖାଇବ ତ ଦିଟା, ଫୋପାଡୁଛ ଲଙ୍କା ଗୁରା ନେଇକି। ଫୋପାଡେ ଦଳିବି ଗୋଟେ, ଥାଉ ଗୋଟେ ହେଇଯିବ। ତମେ ଫୋପାଡୁଛ ନେଇକି ଲଙ୍କା ଗୁରା, ତେର ଗାଣ୍ଡେ ନଧାର ହେଇଯିବ ଲଙ୍କା ଖାଇକି। ମାଗୁଛ କାହିଁକି? ଆଉ କ'ଣ ହେତିକି ତ ଆଉ କିଛି ସେ କ'ଣ କଲାନି ଏଠି? ମୁଁ ଦେଖେ ତା ଆସି ଚିଆର ବସିଛି ଏଠି ଆସିକି। ହଁ ବସିଥା ସେଇଠି। ହଁ ଏ କୁକୁର ଭଳିଆ କ'ଣ ଖାଉଛୁ? ଓଜନ ସରିଛି। ହଁ ଓଜନ ସରିଛି। ନା ଓଜନ ସରିନି, ଖାଲି ଜ୍ୱର ପୁରେଇ ଦେଇକି ଆଇଛି। ତୁ ପଚାରୁଛୁ କାହିଁକି? ଏତେ ଜଲ୍ଦି କୋଉଠି ସରିବ? ଖାଇ ଦେଇକି ଗଲେ, ପଖାଳ ଖାଇକି ଗଲେ, ପୁଣି ଓଜନ କରିକି ବସ୍ତା କରି ଯାଇ ଗୁଦାମ ନେଇକି ଯିବି। ହେଇ ଭଲ ହେଇଛି। କମ୍ପାନୀ କାମ ସାରି ଦେଇକି ତାପରେ ଆସିଥିଲେ ଆମର ଚାଉମିନ ଧରିକି ଗୁଦାମ ଚାଉମିନ ପକେଇଲି। ତାପରେ ସେ ଭାଇ ଜଣେ ଆମର ସେଇଠି କମ୍ପାନୀ ପାଖରେ ସେ ରୋଷେଇ ଦୋକାନ କରୁଛନ୍ତି, ସେଇଥିପାଇଁ ତାଙ୍କର ଇପି ବି ଧରିକି ଯାଇଥିଲି। ତାପରେ ଦେଖା ଅବିକା ଫେରୁଥିଲି ଗୁଦାମରୁ, ସେ ଭାଇ ଦେଖା ହେଲେ, କହିଲେ ଆମର ବାଦାମ ଆଉ ଇପି ନେଇ ଚାଲ ପୁଣି। ଆଉ କହିଲେ ଯେତେବେଳେ ମୁଁ କ'ଣ କରିବି, ପୁଣି ଧରିକି ଯାଉଛି ଏଇଠି। ଆମର ଚାଉମିନ ପକେଇବି, ତାଙ୍କର ନେଇକି ଯାଏ। ଆଉ ପୁଡ଼ିଆ ଖର୍ଚ୍ଚ ବି ତାଙ୍କ ନେଇଗଲେ, ପୁଡ଼ିଆ ମୋ ଯେଉଁ ଖର୍ଚ୍ଚଟା ବଞ୍ଚିଯାଏ, ସେ ତାଙ୍କର ରୋଷେଇ ଦୋକାନ ନା, ସେ ପୁଡ଼ିଆ ବି ଦେଇଦିଅନ୍ତି। ଆମର ପୁଡ଼ିଆ ଖର୍ଚ୍ଚ ବି ଉଠିଯାଏ।
ଏପି ବାଦାମ ଧରିକି ଯାଉଛି, ଲଙ୍କା ଧରିକି ଯାଉଛି, ପକେଇ ଦେଇକି ତାପରେ ଯିବି ଖାଇବି ଆଉ। ସେ ଭାଇଙ୍କର ଆଗରୁ ସବୁବେଳେ ମୁଁ ଧରିକି ଯାଏ, ଆମ ମାଲ ପକେଇବି ତାଙ୍କର ଧରିକି ଯାଏ। ଏବେ ଟିକେ କମିଯାଇଛି, ଆମ ଲୁନା ଫୁନା ଟିକେ ଭାଙ୍ଗି ଗଲାନି, ତାପରେ ସେଥିପାଇଁ ନେଉନାହିଁ। ମାଲିକ ଦେଖିଲେ ପାଟି କରିବ ନା, ସବୁବେଳେ ଧରିକି ଯାଏ। ଆଜି ଦେଖା ହେଲେ ଦେଲେ ନେଇକି ଯାଉଛି ଆଉ। ଇଏ ତାଙ୍କ ମାଲ ଏତିକି ସବୁ ଧରିକି ଏବେ ପଳେଇବି ଆଉ, ଛିଡ଼ା ହେଇଛି ବାଟରେ ପଳେଇବି ଆଉ। ଗୋଦାମରୁ ଆସି ଲୁନାଟା ମଇଦା ହେଇଥିଲା ତ, ତାକୁ ଭେଜି ଦେଇଥିଲି ପାଣିରେ, ଭେଜି ଦେଇକି ତାପରେ ଯାଇକି ଏଠି ଟିକେ ଶୋଇ ପଡ଼ିଥିଲି। ଶୋଇ ପଡ଼ିଥିଲା, ଉଠିକି ଆଇଲା ବେଳକୁ ସନ୍ଧ୍ୟା ହେଲାଣି। ଏବେ ଆଇଛି ଲୁନାଟା ଯେଉଁ ଭେଦେଇକି ଯାଇଥିଲି, ଏବେ ତା ଧୋଇଦେବା ପୁରା ମଇଦା ହେଇକି ରହିଛି। ଏଠି ଭେଦେଇକି ଯାଇଥିଲି ପାଣିରେ, ଲୁନାଟା ପୁରା ମଇଦା ହେଇକି ରହିଥିଲା। ଏବେ ତାକୁ ଧୁଆଧୁଇ କରିକି ଯାଇକି ମୁଁ ଟିକେ ଗାଧୁଆ ପାଧୁଆ କରିଦେବି ଆଉ। ମୁଁ ଏଇ ମଇଦା ହେଇଛି ଭେଦେଇକି ଯାଇଥିଲି, ତଥାପି ଆହୁରି ମଇଦା ଲାଗିଛି, ଭେଦିକି ରହିଛି, ଦେଖାଯାଉଛି। ଏଇ କାଇଁ 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 ହେଉଛି, ଇଏ କାଇଁ 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 ହେଉଛି ତଳ। ୟାର କ'ଣ ହେଇଛି? କାଇଁ ଝାଡ଼ା ଫାଡ଼ା ଯିବ ବୋଧେ, ସେ ଭୋଗଉଛି ଇଏ। କ'ଣ ହେଇଛି? ଏଇ ଲୋକ ଦେଖିଲା ବେଳକୁ ଚୁପଚାପ ହେଇଯାଉଛି, ଲୋକ ପଳେଇଲା ବେଳକୁ ଭୋଗୁଛି ଜୋରରେ। ଭେଦେଇକି ଯାଇଥିଲେ, ଏବେ ଭେଦି ଯିବନି ବୋଧେ ମଇଦା ଗୁଡ଼ା। ଭେଦିକି ପୁରା ଶୁଖିଗଲାଣି ପୁଣି ମଇଦା। ପୁଣି ଆଉ ଥରେ ପାଣି ପକେଇ ତାକୁ ଘଷିବାକୁ ପଡ଼ିବ ଆଉ। ପାଣି ଚଲା ହେଲା ପକେଇବାକୁ ପଡ଼ିବ ତା। ପାଇପ୍ରେ ପାଣି ପାଉନି, ପଡ଼ୁନାହିଁ ଉପରେ। ପଡ଼ିଛି ପଡ଼ିଛି। ରାତିରେ ଧୋଇଦେଲେ କାଲିକି ପୁଣି ଚାଉମିନ ନେଇକି ଯିବି ନା ଗୋଦାମକୁ। ଆଜି ଧୋଇ ଦେଇକି ରଖିଦେଲେ କାଲି ସକାଳୁ ଖାଲି 12ଟା 1ଟା ବେଳକୁ ମାଲ ଯିବ, ପୁଣି ନେଇକି ଯିବି। ଆଉ ଆମର ଗୋଟେ ବିଲେଇ ଯାଉଛି, ଦେଖ ଛିଡ଼ା ହେଇକି ଦେଖୁଛି। ଆଇଲା ସିଏ କୁକୁର ପାଖକୁ ଆସିବ, ଆମ ଟବି ପାଖକୁ ଆସିବ। ସେ ଆମ ଟବିରେ ୟାର ଯେତିକି ସାଙ୍ଗ ସବୁବେଳେ ସାଙ୍ଗ ହେଇକି ରୁହନ୍ତି। ପାଣି ପଡ଼ିଲା କ୍ୟାମେରା। ଭେଦିଗଲା ଆଉ ଟିକେ ପାଣି ପକେଇ ଦେଇ ଭେଦିଦେଲି ଆଉ ଟିକେ ଭଲସେ। ଭେଦିଯାଏ, ତାପରେ ଆଉ ଟିକେ ସମୟ ଆସିକି ତାକୁ ପୁରା ସଫା କରିଦେବା ଘଷିକି। ସିଏ ଖାଇବ ନା, ସିଏ ଖାଇବ ବୋଲି ଆଇଲା। ଇଏ ଗୋଟେ ମାନେ ଆଉ ଟପିକ୍ ପୁଷୁନାହାନ୍ତି, ୟାକୁ ପୁଷୁଛନ୍ତି ଆମେ। ସିଏ ଖାଉନି, ଇଏ ଆସିକି ଖାଇଲାଣି। ସେ ଭିତରେ ପଶିକି ରହିଛି ଏଠି। କ୍ଷୀର ଚୁଡ଼ା ସିଏ ଆସିକି ଖାଇଗଲାଣି।